ଭାଇନା ମାନେ ମୁଁ ଏବେ କର୍ମକ୍ଷେତ୍ରରୁ ଫେରିଲି ରେ। କର୍ମକ୍ଷେତ୍ରରୁ ଫେରିକିରି ଗାଧେଇକିରି ଏଠି ଆସିକି ଖାଉଛି। ଟାଇମ୍ ଆସି ହେଇଗଲାଣି 1:45 ହେଲା। ସକାଳେ ଦୁଇଟା ଜଳଖିଆ ଖାଇକି ଯାଇଥିଲି। କର୍ମକ୍ଷେତ୍ରରେ କ'ଣ ଟିକେ ଖାଇଥିଲି ନା ନାହିଁ, ଭାତ ଏବେ ଖାଉଛି ହେଲା। କିନ୍ତୁ ଲୋକମାନେ ସବୁ ଘରେ ଯେଉଁମାନେ ସବୁ ଅଛନ୍ତି ସେମାନେ ସବୁ ତାଙ୍କର 2 ଥର 3 ଥର ଖାଇବା ହେଇଯିବ, ବୁଝିପାରୁଛନ୍ତି। ମୁଁ ଏବେ ଏଇଠି ଆସିକିରି ଏଇଠି ଖାଉଛି। ଖାଇବା ପାଇଁ ଜଷ୍ଟ ରେଡ଼ି ହେଇ ବସିଛି, ଖାଇବା ଆରମ୍ଭ ହେବ ହେଲା। ଆଜିର ଖାଇବା କ'ଣ, ଭାଇ ଆମର ରୋଷେଇ କରିକି ଯାଇଛି। ମୋର ଡ୍ୟୁଟି ମର୍ଣ୍ଣିଂ ଡ୍ୟୁଟି ଥିଲା। ଆଉ ଭାଇ ଆମର କ'ଣ ଖାଇବା କରିଛି ଟିକେ ଦେଖିଦିଅନ୍ତୁ ହେଲା। ଭାଇ ଆମର ଆଜି ଖାଇବା ହେଉଛି, ଆଜି ତ ସୋମବାର, ସାଧା ଆଇଟମ୍ ଆଉ। ଭାତ, ଏଠି ରହିଲା ଡାଲମା ରହିଲା, ଏଠି ଆଳୁ ସିଝେଇ ଦେଇ ଯାଇଥିଲା, ଆଳୁ ଚକଟା, ଆଳୁ ଚଟଣି ସରିଯାଇଛି। ଏବେ ଖାଇବା, ଏ ଖାଇବା ପୁରା ଶାନ୍ତି ଖାଇବାରେ, ଜାଣିଲ ଭାଇମାନେ। ତ ଫାଷ୍ଟ ଫୁଡ଼୍ ଆଉ ହୋଟେଲ ରେଷ୍ଟୁରାଣ୍ଟରେ ଯେଉଁ ଖାଇବା ଠାରୁ ଇଏ ଖାଇବା ପୁରା ବଢ଼ିଆ, ସବୁଠାରୁ ଶସ୍ତା ସୁନ୍ଦର ମଜବୁତ, ପେଟ ବି କିଛି ଖରାପ ହେବାର ନାହିଁ। ଏଇ ଖାଇବା ଆଜି ମୋର ଖାଇବା, ଗୋଟାଏ ବେଳର ଖାଇବା। ଭୋକ ବି ପ୍ରବଳ ଜୋରେ ହେଲାଣି, କାହିଁକିନା କର୍ମକ୍ଷେତ୍ରରୁ ଫେରିଲା ପରେ ପୁରା ହାଲିଆ ବି ଲାଗିଲାଣି, ଟାୟାର୍ଡ଼ ବି ଲାଗିଲାଣି। ଖାଇକିରି ଟିକେ ରେଷ୍ଟ ନେବା, ରେଷ୍ଟ ନେଇକିରି ତାପରେ ଯିବା। କିଛିଟା ସପିଂ କରିବାର ଅଛି ଆଜି, ଆଉ ସପିଂ କରିବା ପାଇଁ ଯିବା। ଆଉ କ'ଣ କହିବି, ପାଗ ବି କୋହଲା କୋହଲା ପାଗ କରିଛି, ଆଉ ଥଣ୍ଡା ବି ଟିକେ ଲାଗୁଛି। ଗରମ ବି ପ୍ରବଳ, ଗୁଳୁଗୁଳି କରିଛି, ଏତେ ଜୋରେ ଗୁଳୁଗୁଳି ମୁଣ୍ଡ ଖରାପ। ଆଉ ବିଶେଷ କିଛି କହୁନି, ଭୋକ ହେଲାଣି ପ୍ରବଳ ଜୋରେ। ରଖୁଛି, ବାଏ।